ओके, नमस्कार, गुड मॉर्निंग, जय आरसीएम, सुप्रभात। गुड मॉर्निंग जय श्री। बहुत बहुत धन्यवाद। हाँ, ଆଜି ଆମେ 5 ଜଣ ଅଛେ ଏବେ ଗୁରୁକୁଲ ଶାଖାରେ। ତ ଆମେ ସଂଖ୍ୟା ବଢେଇବା କଥା ଚିନ୍ତା କରୁଥିଲେ, ତ ଆଜି ସଂଖ୍ୟା ଟିକେ କମିଗଲା। ତ ଆଗକୁ ଆହୁରି ସଂଖ୍ୟା ବି ଆମେ ବଢେଇବା। ତ ଆଜି ଗୁରୁକୁଳରେ ଆମେ ଶିଖିଲେ ସବୁଠୁ ବହୁତ ବଡ଼ ସମସ୍ୟା ହଉଛି ଚୁଟିର ସମସ୍ୟା। ତ ଚୁଟି ପ୍ରାୟ ସମସ୍ତଙ୍କର, ଚାहे ପୁରୁଷ ସାଥୀଙ୍କର ହଉ ବି ମହିଳା ସାଥୀଙ୍କର ହଉ, ସମସ୍ତଙ୍କର ଚୁଟି ଝଡ଼ି ଯାଉଛି। ତା ସହିତ ସେଇ ହେୟାର ରିଭାଇଭାଲ କିଟ୍ ଗୋଟେ ବହୁତ ଭଲ କିଟ୍, ଆଉ ବହୁତ ସାରା ଟେଷ୍ଟିମୋନିଆଲ ବି ଆଜି ଆମେ ଦେଖିଲେ ପ୍ରାକ୍ଟିକାଲି। ଆଜି ଗୁରୁକୁଳ ବି ଆମେ ଯେତେ ଅଧିକ ସାଥୀ ଯୋଉମାନେ କି ବ୍ୟୁଟି ପାର୍ଲର କରିଛନ୍ତି, ସେଲୁନ ଅଛି, କିମ୍ବା ଏଇ ମାନେ ଉଁ, ସେଇ ଲାଇନରେ କାମ କରୁଛନ୍ତି, ଯୋଉମାନେ କି ଚୁଟି ରୋପିବା ଏସବୁ ଲାଇନରେ ବି କାମ କରୁଛନ୍ତି। ତା ସହିତ ଡକ୍ଟର୍ସ ମାନଙ୍କୁ ବି ଆମେ ଯଦି ତାଙ୍କୁ ଏଇ ହେୟାର ରିଭାଇଭାଲ କିଟ୍ ଉପରେ ବି ଜଣେଇ ପାରିବା, ତ ତା ଉପରେ ବହୁତ ବଡ଼ ପ୍ରଭାବ ଆମେ ପଡ଼ିପାରିବ। ତ ସେଥିଲାଗି ଆମ ସର୍କଲରେ ଯେତେ ବି ସାଥୀ ଅଛନ୍ତି, ଯୋଉମାନେ ବି ସେଇ ଲାଇନରେ କାମ କରୁଛନ୍ତି, ତ ଆମେ ସେମାନଙ୍କ ସହିତ ଯୋଗାଯୋଗ କରିବା ନିହାତି ଜରୁରୀ। ତ ୟା ଉପରେ ଇଏ ପ୍ରତ୍ୟେକଟି ଜିନିଷ ଆପଣ ଦେଖୁଥିବେ ଯେ ଜାନୁଆରୀ ପ୍ରଥମରୁ ଗୁରୁକୁଳ କେତେ କ୍ୱାଲିଟେଟିଭ ଇନଫର୍ମେସନ ଆମକୁ ମିଳୁଛି। ତ ସେଥିଲାଗି ବହୁତ ସାରା ସାଥୀଙ୍କୁ ଯଦି ଆମେ ଇନଭାଇଟ୍ କରିବା, ତ ସେମାନେ ଜାଣିପାରିବେ। ତ ଗୁରୁକୁଳ ନ ଦେଖିଲେ ସେମାନେ ଜାଣିପାରିବେ ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା, ଆଉ ଗୋଟେ ଗୁଡ ନ୍ୟୁଜ ଆପଣମାନଙ୍କୁ ସମସ୍ତଙ୍କୁ ଦବାକୁ ମୁଁ ଚାହୁଁଛି କି ଆ, ଆମ ସିଷ୍ଟମରେ ଆଉ ଜଣେ ଆମକୁ ସପୋର୍ଟ କରିବା ପାଇଁ, ଆମ ଯୋଉ ଟର୍ଣ୍ଣଓଭରକୁ ବହୁତ ବଡ଼ କରିବା ପାଇଁ, ତ ସେ ଆମ ପିଭିକୁ ବହୁତ ବଡ଼ କରିବା ପାଇଁ, ଯେମିତିକି ଟିସି ସାର୍ ସବୁବେଳେ କହୁଛନ୍ତି କି ଆମକୁ ପ୍ରତ୍ୟେକ ମାସରେ ବଢ଼େଇ ବଢ଼େଇ ପରଚେଜ କରିବା। ତ ଇଏ ଇଏ କାମକୁ ସହଜ କରିବା ପାଇଁ, ତ ଆମ ପାଇଁ କି ସୋଲ୍ଡର ଲେଡି ଟ୍ରେନର ଆପଏଣ୍ଟମେଣ୍ଟ ଅଲରେଡି ହେଇସାରିଛନ୍ତି। କାଲି ଡିପୋରେ ଯୋଉ ମିଟିଂ ଥିଲା, ଯେ ଆମର ସେବା କେନ୍ଦ୍ର ଆଉ ଲିଡର୍ସ ମାନଙ୍କର ଜୋନାଲ ମ୍ୟାନେଜର ବି ଆସିଥିଲେ, ଏରିଆ ମ୍ୟାନେଜରଙ୍କ ପ୍ରେଜେଣ୍ଟରେ ସିଏ ବି ଆସିଲେ। ତାଙ୍କୁ ମୁଁ ତାଙ୍କ ସହିତ କଥା ହେଲି, ଆଉ ମୁଁ ଯେହେତୁ ଭୁବନେଶ୍ୱର ଆସୁଥିଲି, ସେ ମୋ ସହିତ ଆସିଲେ, ମୁଁ ତାଙ୍କୁ ବି ଛାଡ଼ିଦେଲି। ଆଉ ତାଙ୍କ ସହିତ କଥା ହେଇଛି ଯେ ଫାଷ୍ଟ ଜୁମ୍ ମିଟିଂ ଆମ ଟିମରେ ସେ ନେବେ। ତ ହେଲେ କି ଆଜି ତ ତାଙ୍କର ୟୁଏଲପି କ୍ୱିକ୍ ଅଛି, ୟୁଏଲପି ଅଛି ଉମରକୋଟରେ। ସେ ଯିବେ କାଲି, ଆସନ୍ତାକାଲି 18 ତାରିଖ ଅଛି। କିନ୍ତୁ ମ, ଆମର ଜୁମ୍ ମିଟିଂରେ ଆମ ଟିମରେ ହବ। ତ ସେଥିଲାଗି ଦେଖନ୍ତୁ, ଜଣେ ଲେଡି ଟ୍ରେନର, ମୁଁ ତ ଏଇଆ ବିଶ୍ୱାସ କରେ, ଜଣେ ଲେଡିଜର କଥା, ଜଣେ ମହିଳାଙ୍କ କଥା ବୁଝିପାରିବ। ତ ସିଏ ଗୋଟେ ବହୁତ ଭଲ କାମ ବର୍ତ୍ତମାନ ସୁବିଧା ହେଇଛି। ଆଉ ମୁଁ ତ ତାଙ୍କ ହିଷ୍ଟ୍ରି ଶୁଣିଲି, ପାଖାପାଖି 15 ବର୍ଷ ଉପରକୁ ତାଙ୍କର ଏକ୍ସପିରିଏନ୍ସ ଅଛି କେବଳ ଏଇ ଟ୍ରେନିଂ ଦବାରେ। ଆଉ ବହୁତ ବଡ଼ ବଡ଼ ସଂସ୍ଥାରେ ବି ଟ୍ରେନିଂ ଦେଇକିରି ବି ଆସିଛନ୍ତି ଆଗରୁ। ଆଉ ତାଙ୍କର କଥାରେ ବି ସେତିକି ଲାଗୁଛି ଯେ ଆମର ଟର୍ଣ୍ଣଓଭର ବହୁତ ବଢିଯିବ। ଆଉ ତାଙ୍କର ଆମର ଯୋଉ ଟ୍ରେନିଂ, ଆମର ଯୋଉ ଫାଷ୍ଟ ଇଣ୍ଟ୍ରୋଡକ୍ସନ ମିଟିଂ ଗୋଟେ ରଖାଯାଇଛି ଜୁମ୍ରେ, ଆମରି ଏଇ ମିଟିଂ ଆଇଡି ଏଇ ପାସୱାର୍ଡରେ ରହିବ। ମଙ୍ଗଳବାର ଦିନ 3ଟା ବେଳେ। ନର୍ମାଲି ମହିଳାମାନଙ୍କର ଟିକେ କାମ କମ୍ ଥିବ, ତ ସେମାନଙ୍କର ଫ୍ରି ଥିବେ। ତ ସେଥିଲାଗି ଆମେ ମ୍ୟାକ୍ସିମମ୍ ସାଥୀଙ୍କୁ ଯଦି ଇନଭାଇଟ୍ କରିବା, କେବଳ ଆମ ଟିମ୍ ପାଇଁ ଅର୍ଗାନାଇଜ କରାହଉଛି। ତ ମ୍ୟାକ୍ସିମମ୍ ସାଥୀଙ୍କୁ ଯଦି ଅର୍ଗାନାଇଜ କରିବା, ତାହେଲେ ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ୍ ବି ହେଇପାରିବ। ଆଉ ମୁଁ ତାଙ୍କୁ କହୁଥିଲି ଯେ ଆମର ଟିମରେ ବହୁତ ସାରା ଲେଡିଜ ଅଛନ୍ତି ଯୋଉମାନଙ୍କର କି ଆପଣଙ୍କର ଆବଶ୍ୟକତା ଅଛି। ତ ସିଏ ବି କହିଲେ ହଁ, ଆପଣ ଯୋଉଠି 30-40 ଜଣ ଲେଡିଜକୁ ଏକାଠି କରିଦେବେ, ମୁଁ ସେଠି ଯିବି। ତ ଆମର ଯୋଉ 4ଟା ସେଗମେଣ୍ଟ ଅଛି କିଶୋଲର, ଯେମିତିକି ହାଇଜେନିକ ଅଛି, ତା ସହିତ ଆହୁରି ସ୍କିନ୍ କେୟାର ଅଛି। ତ ଇଏ ସବୁ ପ୍ରଡକ୍ଟର ଡାଇରେକ୍ଟ ଡେମୋ ସେ ଦେଖେଇ ଦେଇପାରିବେ। ସାନିଟାରୀ ନାପକିନକୁ ନେଇକି ଡାଇରେକ୍ଟ ଡେମୋ ବି ସେ ଦେଖେଇବେ। ତା ସହିତ ଫେସିଆଲ କରିବା, ଆହୁରି ଆହୁରି ବହୁତ ସାରା କାର୍ଯ୍ୟକ୍ରମ
सी आपण संगे शेयरिंग करेंगे आउ फिजिकली आउ जो कि आपण फील करेंगे जे बहुत सारा जगह आपण फील करेंगे जे आपणकर बहुत किसी डेवलपमेंट हो जाଉଛି तो ये हूँ दुईटी बहुत भल कथा जे आज आमको ଯେମିତି କି ଟିସି ସାର୍ ସବୁବେଳେ କହନ୍ତି ଅସ୍ତିତ୍ୱ ଆମକୁ ବହୁତ ବହୁତ କିଛି ଆମକୁ ଦାନ କରୁଛି ଆମେ ଖାଲି ରିସିଭ ଆମକୁ ଇସାରା ଦେଖାଉଛନ୍ତି ପରମାତ୍ମା ଯେ ଆମେ ଆଗକୁ ବଢିବା ପାଇଁ ତ ये ଇସାରାକୁ ଆମେ ବୁଝିବା ଦରକାର ତ ये ଯଦି ये ଇସାରାକୁ ଆମେ ବୁଝିଗଲେ ଜୀବନରେ ଆମେ ବହୁତ କିଛି ଡେଭଲପମେଣ୍ଟ ଆମେ କରିଦେଇ ପାରିବା ତ ତ ଆମେ ये ସିଷ୍ଟମକୁ କେମିତି ଆଗକୁ ବଢେଇବା ତ ସେଥିପାଇଁ ମୁଁ କଣ କଣ ଯୋଜନା ଆମ ପାଖରେ ଅଛି ଯେମିତିକି ମୁଁ କେତୋଟି କହିଲି ଯେମିତିକି ଆମର ଯୋଉମାନେ ବ୍ୟୁଟି ପାର୍ଲର କରିଛନ୍ତି ତାଙ୍କ ପାଖରେ ପହଞ୍ଚେଇ ପାରିବା ସେମାନଙ୍କୁ ମଙ୍ଗଳବାର ଦିନ ମିଟିଂକୁ ଡାକିବା ଆଉ ହେୟାର ରିଭାଇଭାଲ କିଟ୍ ବିଷୟରେ ବି ଆଜିର ଗୁରୁକୁଳ ବି ତାଙ୍କୁ ପଠେଇକି ସେ ଦେଖିଲେ କି ନାହିଁ ତାଙ୍କୁ ପଚାରିବା ତା ସହିତ ଯେଉଁମାନେ ଡକ୍ଟର୍ସ ମାନଙ୍କ ପାଖରେ ଯେଉଁମାନେ ସ୍କିନ୍ ସ୍ପେଶିଆଲିଷ୍ଟ ମାନେ ଅଛନ୍ତି ତ ସେମାନଙ୍କ ସାଙ୍ଗରେ ବି ଯୋଗାଯୋଗ କରିବା ସେଲୁନ ବାଲାଙ୍କ ସହିତ ଯୋଗାଯୋଗ କରିବା ଯେଉଁମାନେ ସେଇ ଲାଇନରେ ଅଛନ୍ତି ସେମାନଙ୍କର ସହିତ ଯୋଗାଯୋଗ କରିବା ନର୍ମାଲି ଆମେ ଡାଇରେକ୍ଟ ଯଦି ଆମର ଯେଉଁମାନେ ଚିହ୍ନା ଜଣା ଯେଉଁମାନେ ବି ଅଛନ୍ତି ଯେଉଁମାନଙ୍କର ହେୟାର ଫଲ୍ କରୁଛି ପ୍ରାୟତଃ ସମସ୍ତଙ୍କ ପରିବାରରେ ଆମେ ସେମାନଙ୍କୁ ଆୱାର କରିବା ତ ସେଥିଲାଗି ଆମେ ବହୁତ କିଛି ଅ, ଆମେ ଡେଭଲପମେଣ୍ଟ କରିପାରିବା ତ ଆଉ କଣ କଣ ଡେଭଲପମେଣ୍ଟ କରିପାରିବା ଆମେ ଷ୍ଟାର୍ଟ କରିବା ଆରତୀୟ ପାଉଣ୍ଡ ଜୟ ଶ୍ୟାମ। ସବୁଠୁ ଖୁସିର କଥା ଏଇ ଯୋଉ ଲେଡି ଟ୍ରେନର ଆପଏଣ୍ଟମେଣ୍ଟ ହେଲେ ମଙ୍ଗଳବାର ଆମେ ସବୁ ଯେତେ ଆମ ଟିମର ଯେତେ ଲେଡିଜ ଅଛନ୍ତି ମୁଁ ସମସ୍ତଙ୍କୁ ଏଇ ଲିଙ୍କଟା ପଠେଇବି ଆଉ ସମସ୍ତଙ୍କୁ ଫୋନ କରି ଇନଭାଇଟ କରିବି ଯେ 3ଟା ବେଳକୁ ସବୁ କାମ ସାରିକି ସମସ୍ତେ ଯେମିତି ମିଟିଂ ଆଟେଣ୍ଡ କରିବେ। ଏଇଟା ହେଲା ପ୍ରଥମ କାମ ମୋର। ଆଉ ମଙ୍ଗଳବାର ମୁଁ ପୁରା ଫ୍ରି ରହିବି ଆଉ ମୁଁ ସେଦିନ ନିଶ୍ଚୟ ମିଟିଂ ଆଟେଣ୍ଡ କରିବି। ଏଇଟା ଆଟେଣ୍ଡ କଲେ କଣ ତାଙ୍କର ଆମ ସ୍କିନ୍ କେୟାର ହେୟାର ଫଲ୍ ଯୋଉ ସବୁ ହଉଛି ଯୋଉ ପ୍ରୋବ୍ଲେମ ହଉଛି ଆମ ମାନେ ହାଇଜେନିକ ର ସେ ସବୁ କଣ ବୁଝିଲା ପରେ ତାଙ୍କର ନଲେଜ ହବ ଯେ ମାନେ ପଜିଟିଭ ହେବେ ତାପରେ ସେମାନେ ଯୋଉଠି ଯାହାକୁ କହିବେ ନିଜର ନଲେଜ ନେବା ଦ୍ୱାରା ସିଏ କଣ କରିବେ ଲୋକଙ୍କୁ କହିବାରେ ତାଙ୍କୁ ସୁବିଧା ହବ ଯାହାଫଳରେ ପ୍ରଡକ୍ଟ ବି ଆମ ସେଲ୍ ହବ ଆମର ପର୍ସନାଲ ଭଲ୍ୟୁମ ବି ବଢିବ ଆମର ଗ୍ରୋଥ ବି ହବ ଏଗୁଡା ସବୁ ବୁଝିବାକୁ ହବ। ବହୁତ ବଢିଆ ବାପା ମୁଁ ତାଙ୍କୁ ଆଉ ଗୋଟେ କଥା ବି ରାସ୍ତାରେ ତାଙ୍କୁ କହୁଥିଲି ଯେ ମୁଁ କହିଲି ମ୍ୟାଡାମ ମୋର ବହୁତ ଦିନରୁ ଗୋଟେ ପ୍ରୋଜେକ୍ଟ ପ୍ଲାନିଂ କରିଛି କିନ୍ତୁ ଇମ୍ପ୍ଲିମେଣ୍ଟ ହେଇପାରୁନି ପ୍ରୋଜେକ୍ଟ ହଉଛି ଏଇଆ କି ଆମେ ଯଦି କଲେଜ ମାନଙ୍କରେ ଯାଇକି ସେମାନଙ୍କୁ ହଁ ହେଲ୍ଥ ଆଉ ହାଇଜେନିକ ଆୱାରନେସ କ୍ୟାମ୍ପ କରିବାକୁ ଚାହୁଁଛୁ ତ ସେମାନଙ୍କୁ ନଲେଜ ଦବା ପାଇଁ ସେମିତି ଏକ୍ସପର୍ଟ ଦରକାର ତ ଆପଣ ଯାଇପାରିବେ ମୁଁ ତାଙ୍କୁ ପଚାରିଲି ତ ସେ କହିଲେ ହଁ ଆପଣ ଅର୍ଗାନାଇଜ କରନ୍ତୁ ଆମେ ପଳେଇ ଯାଇପାରିବୁ ଆଉ ମୁଁ କହିଲି ସ୍ପେଶିଆଲି ଓମେନ୍ସ କଲେଜ ମାନଙ୍କରେ କିମ୍ବା ଆମର 9th 10th ପିଲା ଯୋଉଠି ବି ଯୋଉ ସ୍କୁଲରେ ଅଛନ୍ତି ତ ସେ ଜାଗାରେ ବି ଆମେ ଯାଇକି ଯୋଗାଯୋଗ କରିକି ଆମେ ବି ମାନେ ହେଲ୍ଥ ଆଉ ହାର୍ଟ କ୍ୟାମ୍ପ କରିପାରିବା। ଆମ ଯୋଉ ଲେଡିଜ ଦେଖାହେଲେ ଆମ ଟିମର ଅଳକା ମ୍ୟାଡାମ ହେରିକା ସମସ୍ତଙ୍କୁ ଗଣନାୟକ ମ୍ୟାଡାମ ଯିଏ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ ବି କରିଛି 25 ତାରିଖ ୟୁଏଲପି ଯୋଉ ହବ ଯୋଉ ଆମର କିଶୋର ଆମର ଏଠି ଅଶୋକଙ୍କ କାଉଣ୍ଟରରେ ଓ ଆଚ୍ଛା ଆଚ୍ଛା ହଁ ହଁ 25 ତାରିଖ ସମସ୍ତଙ୍କୁ ହଁ ଇନଭାଇଟ କରିଛି ଯେମିତି ସମସ୍ତେ ଅଧିକ ସଂଖ୍ୟାରେ ଆସିଲେ କଣ ସେମାନେ ବଡ ପର୍ଦ୍ଦାରେ ସବୁ ଦେଖିବେ ଏଟା ତାଙ୍କୁ ଟିକେ ଭଲ ଲାଗିବ ଆଉ ସେଥିପାଇଁ ମୁଁ ଆଚ୍ଛା ଆଉ ଗୋଟେ ସମସ୍ତଙ୍କୁ ଅପରଚ୍ୟୁନିଟି ଆପଣଙ୍କୁ ମୁଁ ଭୁଲିଗଲି କହିବା ପାଇଁ 25 ତାରିଖ ତ ଆମର ଏଇଠି ହବ ଆଉ 24 ତାରିଖ ଆପଣଙ୍କର ଖୋର୍ଦ୍ଧାରେ ହବ ଯିବା ଖୋର୍ଦ୍ଧା ଯିବା ଖୋର୍ଦ୍ଧାରେ ହବ ଆଇ ଏମ୍ ରେଡି। ଖୋର୍ଦ୍ଧାର ଟିମକୁ ବି ଆପଣ ଇନଫର୍ମ ବି କରିପାରିବେ ଏଇ ଲେଡି ଟ୍ରେନର ଯିବେ ଚବିଶ ନାଇଁ ତାରିଖ ମତେ ଯିବାକୁ ହବ ନଗଲେ ହବନି। ନିହାତି ନିହାତି ଆପଣ ହିଁ ଯିବେ ଓକେ ବହୁତ ବଢିଆ ସାହୁ ଭାଇ କେମିତି ଗ୍ରୋ କରିବା କୁହନ୍ତୁ। ବହୁତ ବଢିଆ ଜିନିଷ ଆମେ ଶିଖିଲେ କିନ୍ତୁ ଗୋଟିଏ ଜିନିଷ ହଉଛି ଆମେ ଯେମିତି କହିଲେ ଲେଡିଜ ମାନଙ୍କ ପାଇଁ ମ୍ୟାଡାମ ତ କାଲି ଆମେ ସେ ଦେଖିଥିଲେ ଆଉ ତାଙ୍କ ଶୁଣିଛେ ପ୍ରଥମରୁ ସିଏ ତ ବହୁତ ବଢିଆ ଜିନିଷ ଆମ ପାଇଁ ଆସିଗଲା ତେଣୁ ଲେଡିଜ ଗ୍ରୁପକୁ ଏକାଠି କରିକି ବସେଇକି ଯଦି ଆମେ ଟ୍ରେନିଂ ଦବା ତ ମୁଁ ବି ଉଦ୍ୟମ କରୁଛି କାଲି ମିଟିଂଟା ସରିଲା ପରେ ଆଉ ମଙ୍ଗଳବାର ତ ଅଛି ଜୁମ୍ରେ 3ଟା ବେଳେ ସେଇଟା ବି ଆମେ ସମସ୍ତଙ୍କୁ ପ୍ରମୋସନ କରିବା ଆଉ ଜୁମ୍ରେ ବସିପାରିବା ଆରାମରେ
ତାପରେ ଆମେ ଠିକ କରିବା ଯେ କୋଉ ଡେଟ୍ ଫିକ୍ସ କରିବା ଯେ ଗୋଟେ ଗୋଟେ ସ୍କୁଲ ମାନଙ୍କରେ ଯେମିତି କହିଲେ କଲେଜ ସ୍କୁଲ ମାନଙ୍କରେ ଲେଡିଜ ହଷ୍ଟେଲ ଲେଡିଜ ପିଲା ଯୋଉ ପଢୁଥିବେ ସେଇଟା ବି କରିପାରିବା, ବହୁତ ଭଲ ହେଇପାରିବ। ମୁଁ ବି ଉଦ୍ୟମ କରୁଛି ଯେ ଆମେ ବି ଉଦ୍ୟମ କରିବା ଯେମିତି କି ବହୁତ ଲେଡିଜ ଗୋଟେ ଜାଗାରେ ଏକଜୁଟ କରିକି ଡାକିବା। ଯେମିତି ନେମାଳରେ ବି ଭାବୁଛି ନେମାଳରେ ବି ଯୋଉ ଲେଡିଜ ମାନେ ବସୁଛନ୍ତି ତାକୁ ବି ପ୍ରମୋସନ କରିପାରିବା। ଆମର ଯୋଉ ବାସନ୍ତୀ ମ୍ୟାଡାମ ଯିଏ ଥିଲେ ତାଙ୍କର ଶ୍ୱଶୁର ଏକ୍ସପାୟାର କରିଯାଇଛନ୍ତି, ସିଏ ବି ଲଗେଇଥିଲେ ଜୋରେ ଆମେ କରିବା। ଯଦି ଲେଡିଜ ମାନଙ୍କୁ ସେ ବସେଇ ଦେଇପାରିବେ ତାହେଲେ ଆମେ ବି ସେଠି ବି କରିପାରିବା। ହଁ ଆକ୍ଚୁଆଲି ତାହେଲେ ସେ ଗୋଟେ ଉଦ୍ୟମ ଆକ୍ଚୁଆଲି କରିଛନ୍ତି। ଆମେ ମଙ୍ଗଳବାର ଦିନ ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ୍ ହବା, ସେ ଆମକୁ ଚିହ୍ନିବେ, ଆମେ ବି ଆଜ୍ଞା ତାଙ୍କୁ ଚିହ୍ନିବା, ତ ଆପଣ ମାନେ ଆଜ୍ଞା ଆହୁରି ହେଇପାରିବ। ଆଉ ସାହୁ ଭାଇ ବି ଅଲରେଡି ନେଇଯାଇଛନ୍ତି ହେୟାର ରିଭାଇଭାଲ କିଟ୍, ୟୁଜ୍ ବି କରିଥିବେ ଆଜ୍ଞା ବୋଧେ, ଆରମ୍ଭ ଆଜ୍ଞା କରିଥିବେ ଲଗେଇବା ବୋଧେ। ଆରମ୍ଭ କରିଛୁ। ମୁଁ ବି ନେଇଯାଇଛି ସେଥିରେ। ଆଚ୍ଛା ଆପଣ ବି ନେଇଯାଇଛନ୍ତି, ଆରେ ବାହ ଇଏ ବହୁତ ଆମ ବଢିଆ। ସମସ୍ତଙ୍କ ପାଇଁ ଏଇଟା ଆବଶ୍ୟକ ରହିଛି। ଓକେ ଶୁଣନ୍ତୁ ଓକେ। ଶତପଥୀ ବାବୁ, ଆମର ସିନା ଚୁଟି ଉପୁଡି ଗଲାଣି, ଆମେ ଲଗେଇକି ତାକୁ ଉଠେଇଲେ ଲୋକଙ୍କୁ ଦେଖେଇବୁ। ବାହ ବହୁତ ବଢିଆ କଥା। ଆଚ୍ଛା ମିତାଞ୍ଜଳି ମ୍ୟାଡାମଙ୍କର କଣ ଆଇଡିଆ ଅଛି? ଆଜ୍ଞା ମ୍ୟାଡାମ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ସାର୍ ମେନ୍ ହେଲା ବୁଝିବା ଦରକାର, ମାନେ ମୁଁ ସିନା ବୁଝିଛି, ମୁଁ ଆଉ ଯାହାକୁ ବୁଝେଇବି ସେ ମେନ୍ ହେଲା ସେମାନେ ବୁଝିବା ଦରକାର। ଟିକେ ସମୟ ଲାଗିବ ସାର୍, ଆଉ ଖାଲି କହିଦେଲେ କଣ କିଛି ହବନି, ମାନେ ନିଜେ ୟୁଜ କରିକିରି ଦେଖେଇଲେ ଯାହା ହବ। ମୁଁ ତ ଯୋଜନା କରୁଛି, ଦେଖାଯାଉ କଣ ହଉଛି। ରବିବାର ପରେ ଯାହା କହିବି ଆଉ। ଆଜ୍ଞା। ଓକେ ବହୁତ ବଢିଆ କଥା। ନାଇଁ ଆପଣ ଅଫଲାଇନରୁ ଶିଖିବା କଥା କି ନିଜେ ଲଗେଇକି ନିଜେ ଟେଷ୍ଟିମୋନିଆଲ କରିକି ଆଗକୁ ବଢିଲେ ହେଇପାରିବ। ହଁ ଅପା ତ ବହୁତ କଥା କହିବ। ନାଇଁ ମୁଁ କହିବା କଥା ମାନେ ମାନେ ଆମେ ଯେମିତି ଗୋଟେ ଡକ୍ଟର, ଭଲ ଡକ୍ଟର, ଏଇଟା ଇଏ ଯାହା ପ୍ରେସକ୍ରିପସନ କରିବ ବହୁତ ବଢିଆ, ସେମିତି ଲୋକମାନେ ଏଇ ଆ ଉପରେ ବୁଝିଲେ ତାପରେ ଯାହା ହବ ଆଉ। ନାଇଁ ଆଜ୍ଞା ଆକ୍ଚୁଆଲି ସାର୍। ପ୍ରାକ୍ଟିକାଲି ଲୋକଙ୍କୁ ଦେଖେଇଲେ ହବ। ଆଉ ତା ସହିତ ଅ, ଆଜିକାଲି ଲୋକମାନେ ବି ସମସ୍ତେ ଏଜୁକେଟେଡ ବି ଅଛନ୍ତି। ତ ଆଜ୍ଞା ସାର୍। ୟା ଭିତରେ କଣ ଆଜ୍ଞା କଣ କ୍ୱାଲିଟି ଅଛି, ୟାର ଇନଗ୍ରିଡିଏଣ୍ଟସ୍ କୁ ଦେଖିକି ବହୁତ ସାରା ଲୋକ ପଜିଟିଭ ବି ହେଇଯାଉଛନ୍ତି। ଆଜ୍ଞା ତ ଆଜ୍ଞା ତା ଉପରେ ବି ଆମେ ଲୋକଙ୍କ ପାଖରେ ଆମେ ଯଦି ପ୍ରେଜେଣ୍ଟ କରିବା ତାହେଲେ ତାର ରେଜଲ୍ଟ ବି ବାହାରି ପାରିବ। ବହୁତ ଆଜ୍ଞା ବଢିଆ। ଓକେ। ଆଜ୍ଞା। ସୁକାନ୍ତ ବାବୁ, ଆମେ କଣ କେମିତି ଗ୍ରୋଥ କରିପାରିବା କୁହନ୍ତୁ। ଆଜ୍ଞା ଆପଣଙ୍କ ଆପଣଙ୍କ ଆଇଡିଆ କୁହନ୍ତୁ, ହେୟାର ରିଭାଇଭାଲ କିଟ୍ ରେ ଆମେ କେମିତି ଗ୍ରୋଥ କରିପାରିବା। ଅନମ୍ୟୁଟ ହେଇପାରୁନି। ହଁ କାର୍ତ୍ତିକ ବାବୁ ଆପଣ କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ରୀ ରାମ। ଜାର୍ସି। ସାର୍ କାଲି କାଲି ମିଟିଂ ପରେ ଯୋଉ ମଙ୍ଗଳବାରକୁ ରଖିଛନ୍ତି 3ଟା ବେଳେ ଯୋଉ ମିଟିଂ ଅଛି, ସେଇ ଜୁମ୍ ମିଟିଂ ପାଇଁ ବହୁତ ସାରା ଲେଡିଜଙ୍କୁ ମୁଁ ନେମାଳରୁ ଇନଭାଇଟ୍ କରିକି ବସେଇବି ମିଟିଂରେ, ସେଥିରେ ଗ୍ରୋଥ ହେଇପାରିବ। ପ୍ଲସ୍ ସାର୍ ମୋର ଗୋଟେ ଏଇ ଯୋଉ କିଟ୍ କଥା କହିଲେ, କିଟ୍ ପାଇଁ ତ ମୁଁ ପ୍ରୋଗ୍ରାମ ଚଲେଇଛି, ମାନେ ବେଶୀ ସେଲିଂ ହେବା ପାଇଁ, ଆଉ ଲୋକ ବି ସେଥିରେ ସକ୍ସେସ୍ ହେବେ। ତାପରେ ଯୋଉ ସାର୍ ମୋର ଗୋଟେ ଇଏ ଅଛି, ଗୋଟେ କଥା ଯେ ଗୁଜୁରାଟରେ ଯୋଉ ମୋର ସେ ଯେ ପ୍ରଭାତ ପାଲ ଯୋଉ ପରଚେଜ କରୁଛନ୍ତି, ସେ ପିକଅପ୍ ସେଣ୍ଟର ବାଲା ଟିକେ ଲେଟ୍ ରେ ବିଲ୍ କରୁଛନ୍ତି, ମାନେ ତାଙ୍କୁ ବାରମ୍ବାର ରିମାଇଣ୍ଡ କଲା ପରେ। ଧରିନିଅନ୍ତୁ ଆଜି ପରଚେଜ କଲେ, ସେ ପାଖାପାଖି 8 ଦିନ 10 ଦିନ ପରେ ବିଲ୍ କରୁଛନ୍ତି। ତ ସେ ବାବଦରେ ସାର୍ କଣ କରିପାରିବା? ଆମେ କଥା ହବା ତାଙ୍କ ଉପରେ, ତାଙ୍କ ସାଙ୍ଗରେ କଥା ହବା, ସବୁ କିଛି ହବ, ହେଇପାରିବ। ଆଜ୍ଞା ଓକେ। ସାର୍। ବାକି ଆଜ୍ଞା ଓକେ ଥ୍ୟାଙ୍କ ୟୁ। ନିଜେ ଆଗେ ୟୁଜ୍ କରିବା, ୟୁଜ୍ କରିକି ଆମେ ଲୋକଙ୍କୁ ଦେଖେଇବା। ଟେଷ୍ଟିମୋନିଆଲ ଦେଖେଇଲେ ଲୋକ ତାକୁ ବିଶ୍ୱାସ କରିବେ, ଆଗକୁ ଆମେ ବଢିପାରିବା। ଓକେ ଆଜ୍ଞା ବହୁତ ଆଜ୍ଞା ବଢିଆ। ଆଜ୍ଞା ତ ଆଜ୍ଞା। ହଁ ଗୌରାଙ୍ଗ ବାବୁ କୁହନ୍ତୁ। ହଁ ଗୌରାଙ୍ଗ ବାବୁ କୁହନ୍ତୁ। ସାର୍ ନମସ୍କାର, ଜୟଶ୍ରୀ। ସିଷ୍ଟମ ଟା ମୁଁ ବର୍ତ୍ତମାନ ଆପଣ କହିଲା ଭଳିଆ ହିଁ ନିଜେ ଜିନିଷ ପ୍ରଡକ୍ଟ ଆମେ ଟିକେ ବ୍ୟବହାର କରିକି ସାଟିସ୍ଫାଇ ହେଲା ପରେ ଯାଇ ଲୋକଙ୍କୁ ପାଖକୁ ଜିନିଷ ସେୟାର କରିବାକୁ ପଡୁଛି। ହଁ କୁହନ୍ତୁ, ହ୍ୟାଲୋ। କୁହନ୍ତୁ କୁହନ୍ତୁ, ଶୁଭୁଛି ଆମକୁ। ସେଇଟା ଉପରେ ମୁଁ ଫୋକସ ବର୍ତ୍ତମାନ କରିଛି, କେବଳ ପ୍ରଡକ୍ଟ ସେୟାର
ଚାଲିଛି। ମୁଁ ବର୍ତ୍ତମାନ ଗାମା ନେଉଛି, ଆଉ ଗେଲୋଇ ତୁଳସୀ ତ 2ଟା ବୋଟଲ ମୋର ସରିଲାଣି। ମ୍ୟାନ୍ ସରିଛି, ମ୍ୟାନ୍ ବି ଚାଲିଛି। ଆଉ ମୁଁ ବର୍ତ୍ତମାନ ମୋର ଫୋକସ୍ କଣ, ଆମର ପ୍ରଡକ୍ଟଟାକୁ 100% ବ୍ୟବହାର କରିବା ପାଇଁ। 100% ବ୍ୟବହାର କରି ସାରିଲା ପରେ ମୁଁ ହେଲେ ବି ଗୋଟେ ଦିଟା ସାର୍ ଜଏନିଂ ତ ଗତ ମାସରେ ଦେବି କହୁଥିଲି, ଏଇ ମାସରେ ସାର୍ ସିଓର ହେଇଯିବ ଜଏନିଂ। ପିକନିକରେ ହଁ। ଗୌରାଙ୍ଗ ବାବୁ, ମୋର ଆକ୍ଚୁଆଲି କହିବା କଥା ଆପଣଙ୍କ ମାଧ୍ୟମରେ, ଆପଣ ବହୁତ ଭଲ କଥା ବି କହିଲେ। କଥା ହଉଛି ଏଇଆ କି ଆମର ଜୀବନଟା ବହୁତ କମ ଦିନ, ମାନେ ଯେମିତିକି ନର୍ମାଲି ଲୋକମାନେ 60 ବର୍ଷ 70 ବର୍ଷ କି ମ୍ୟାକ୍ସିମମ୍ 80 ବର୍ଷ ବଞ୍ଚୁଛନ୍ତି। ଯଦି ଆମେ ଟେଷ୍ଟ କରିବାରେ, ଏସବୁ ପରୀକ୍ଷା କରିବାରେ ବହୁତ ସମୟ ଲଗେଇଦବା, ତ ଧୀରେ ଧୀରେ ଆମ କାମ କରିବାର ସମୟଟା ଆମର କମିଯିବ। ତ ସେଥିଲାଗି ଆମେ ଯେତେ ଫାଷ୍ଟ କରିବା ସେତେ ଅଧିକ ରେଜଲ୍ଟ ଆମେ ପାଇପାରିବା। ତ ସେଥିଲାଗି ଟିକେ ଫାଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ। ଓକେ, ବହୁତ ବଢିଆ କଥା। ଆ, ଆଜ୍ଞା, ବାବୁଲି ବାବୁ କୁହନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ। ହଁ, କୁହନ୍ତୁ। ସାର୍ ନମସ୍କାର, ଜୟ ଆରସିଏମ। ଜୟ ଶ୍ରୀ। ଆଜିର ଯୋଉ ଟପିକ ଅଛି, ପ୍ରଥମେ ହେଲା ମୋଟିଭେସନ। ଗ୍ରୁପ ମାନଙ୍କୁ ଯାଇକି ବା କଲେଜକୁ ଯୋଉ କହିଲେ, ସେଠି କ୍ୟାମ୍ପ କରିବାକୁ ପଡିବ, ସେମାନଙ୍କ ସହିତ ମିଶିବାକୁ ପଡିବ ଏବଂ ପ୍ରଡକ୍ଟକୁ ପୁରା ତାଙ୍କୁ ନଲେଜକୁ ଆଣିବାକୁ ପଡିବ ଏବଂ ତାଙ୍କୁ ଏଥିରେ ସାମିଲ କରିବାକୁ ପଡିବ। ଏ 3ଟା ଜିନିଷ। ଦ୍ୱିତୀୟ ଲିଷ୍ଟ କଥା ହଉଛି, ହ୍ୟାଲୋ, ହଁ, ଆପଣ କୁହନ୍ତୁ କୁହନ୍ତୁ। ଦ୍ୱିତୀୟତଃ ହଉଛି ଆମେ କେତେ ସମୟ ଦେଇପାରିବା। ସମୟ ହଉଛି, ଆପଣ ଯୋଉ କହିଲେ, ସମୟ ହଉଛି ବଡ ଜିନିଷ। ଆମେ ଯଦି କହିବା ହଁ ଏଇ ଜୁମ୍ ମିଟିଂ କରିବା, ମୁଁ ଏବେ ଯାଇ ଜାଗାକୁ ଆପଣ ନେଟୱାର୍କ କାହିଁ କ୍ୟାମ୍ପ ଫ୍ଲକ୍ଚୁଏଟ କଲେ, ହଉଛି? ମୁଁ ନେଟୱାର୍କ ଭାବୁଛି ଟା ଟିକେ ସେଠି ସେ ଫ୍ଲକ୍ଚୁଏଟ ଗୋଟେ ହଉଛି। ହଁ। ଏଜୁକେଟେଡ ହୁଁ। ପିଲାମାନେ କରିବେ। ଆଜ୍ଞା, ମୁଁ କହିଲି ନେଟୱାର୍କ କାହିଁ ନେଟୱାର୍କ ଫ୍ଲକ୍ଚୁଏଟ ପ୍ରୋବ୍ଲେମ ହଉଛି ଅଛି ଟିକେ। ସାର୍। ଆଜ୍ଞା। ହଁ, କୁହନ୍ତୁ। ହଁ ସାର୍, ହଉଛି ଏଠି ଟିକେ, ଆଜି କାଲିଠୁ ହଉଛି। ସୋ ଚେଷ୍ଟା କରୁଛି ଫେବୃଆରୀ 1ରେ ସେ ଲୋକ 10-15 ଜଣ ଅଛନ୍ତି ଲେଡିଜ, ସେମାନେ ତାଙ୍କୁ ଦେଇଛି ବି ହେଲ୍ଥ କିଟ୍ ଦେଇଛି। ଆଉ ସେମାନେ କହୁଛନ୍ତି ଯେ ନାଇଁ, ଏ ପ୍ରଡକ୍ଟ ଠିକ ଅଛି, ତେଣୁ ଆହୁରି ଆପଣମାନଙ୍କ ସହିତ ସେମାନେ ମିଶିବାର ଅଛି। ମୋଟିଭେସନ ଆପଣ ନ କଲେ କିମ୍ବା ଆମର ନହେଲେ, ଆମେ ଆମେ ଯେତେ ହେଲେ ବି ଆମେ ଆପଣଙ୍କର ସେଠି ପ୍ରେଜେନ୍ସଟା ନିହାତି ଦରକାର ଅଛି। ସୋ ଆମର ମୋଟିଭେସନଟା ହଉଛି ଫାଷ୍ଟ, ଏବଂ ପ୍ରତିଦିନ କିଛି କିଛି ଲୋକଙ୍କ ସାଙ୍ଗରେ ଆମେ ମଧ୍ୟ କଣ୍ଟାକ୍ଟ କରୁଛୁ, କିଛି ନୂଆ ଲୋକ ମଧ୍ୟ ଆସୁଛନ୍ତି। ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଏଇ ଯୋଉ ସିଷ୍ଟମ ବଢିବ ଏବଂ ଆମର ପ୍ରଡକ୍ଟ ମଧ୍ୟ ଲୋକମାନେ ବ୍ୟବହାର କଲେ ସେମାନେ ମଧ୍ୟ ମୋଟିଭେଟ କରିକିରି ସେମାନେ ଆରସିଏମ କୁ କେମିତି ଆଗକୁ ନେବେ, ତାହା ହିଁ ହବ। ସାର୍ ରହିଲି, ଜୟ ଓକେ, ଆରସିଏମ। ବହୁତ ବଢିଆ କଥା। ଅଲରେଡି କଥା ବି ଅଲରେଡି ହେଇଯାଇଛି କି ସେ ଯୋଉ ଲେଡି ଟ୍ରେନର ଅଛନ୍ତି, ସିଏ ଆପଣଙ୍କ ପାଖରେ ସେଠି ଯାଇକି ପହଞ୍ଚିବେ। କଥା ରହୁଛି ଏଇଆ ଆଜ୍ଞା, ଯେ ମିନିମମ୍ 30-40 ଜଣ ଲେଡିଜକୁ ବସେଇବା ନିହାତି ଜରୁରୀ। ଏତେ ବାଟରୁ ସେ ଯିବେ, କମ୍ପାନୀ ତାଙ୍କୁ ଆପଏଣ୍ଟମେଣ୍ଟ ଦେଇଛି। 30-40 ଜଣ ଲେଡିଜ ବସିବା ନିହାତି ଜରୁରୀ। ଆଉ ବାକି ଅ, ମ, ଆମର କିସୋଲର ପ୍ରଡକ୍ଟ ରହିଥିଲେ, ତ ସେ କହିଲେ କି ମୁଁ ଯଦି ଯିବି ଆଉ ପ୍ରଡକ୍ଟ ଯଦି ଇନଷ୍ଟାଣ୍ଟ ସେଲ୍ ନ ହବ, ତାହେଲେ ମୁଁ ଯାଇକି କିଛି ଆଜ୍ଞା, ଲାଭ ନାହିଁ। ସେ ସେଲ୍ କରିକି ଆସିବେ, ଆଉ ଅଲରେଡି ତାଙ୍କର ଏକ୍ସପିରିଏନ୍ସ ଅଛି। ତ ସେଥିପାଇଁ ଗୋଟେ ଯୋଜନା ହେଇଛି ଯେ ଆସନ୍ତା ମଙ୍ଗଳବାର ଦିନ ଦିନ 3ଟା ବେଳେ ଏଇ ଜୁମ୍ ଆଇଟିରେ ତ ତାଙ୍କର ମିଟିଂ ରଖା ହେଇଛି। ତ ସେ ଯୋଉ ମିଟିଂ ରଖା ହେଇଛି, ତ ସେ ମିଟିଂରେ ଯଦି ଆମେ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ଲେଡିଜକୁ ଆମେ ସେଥିରେ ଇନଭାଇଟ୍ କରିବା ଜୁମ୍ରେ, ତ ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ୍ ବି ହେଇଯାଇପାରିବ। ଇଣ୍ଟ୍ରୋଡ୍ୟୁସ୍ ହେଇଗଲେ ଆମେ ଧୀରେ ଧୀରେ ଆଗକୁ ବହୁତ ବଡ଼ ବିଜନେସ୍ ବି ଆମେ କରିଦେଇ ପାରିବା। ତ ସାର୍। ସେଥିଲାଗି ଜରୁରୀ ଯେ ଆମେ ଇନଭଲ୍ଭ ହେବା ନିହାତି ଜରୁରୀ ଏଥିରେ। ଆଉ ଦ୍ୱିତୀୟ କଥା ହେଉଛି ଯେ ଆସନ୍ତା କାଲି ଗୋଟେ ବହୁତ ବଡ଼ ପ୍ଲାନିଂ କରାହେଇଛି ଯେ ଆରସିଏମ୍ରେ ମାତ୍ର 4 ଜଣ ଡାଇମଣ୍ଡ ଆଚିଭର ଅଛନ୍ତି। ତାଙ୍କ ଭିତରୁ ଜଣେ ହଉଛନ୍ତି ଆମର ବିଜେନ୍ଦ୍ର ସିଂ ରାଠୋର। ବହୁତ ବଢିଆ ପର୍ସନାଲିଟି ତାଙ୍କର।
ଯାହା ତାଙ୍କର କାଲି ମିଟିଂ ରଖାହେଇଛି ଭୁବନେଶ୍ୱରରେ। ତ ଆମେ ମ୍ୟାକ୍ସିମମ୍ ସାଥୀଙ୍କୁ ଇନଭାଇଟ୍ କରିକି ସେ ଜାଗାରେ ଯଦି ଆମେ ପ୍ରେଜେଣ୍ଟ ରହିବା ତାହେଲେ କାଲିର ଇଏ ଜିନିଷ ହବ, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି ଯେ ବେଳେ ବେଳେ ଏମିତି ହୁଏ ଯେ ଆମର ମୁଡ୍ ହୁଏନି କରିବା ପାଇଁ। ବେଳେ ବେଳେ କିଛି ସାଥୀଙ୍କର ହଁ ଆମର ମୁଡ୍ ଅଛି କିନ୍ତୁ ଆମ ଟିମ୍ର ମୁଡ୍ ହୁଏନି। ଯଦି ଟିମ୍କୁ ନେଇକି ଆସିଲେ ଆମେ ଏଠି ବସେଇ ଦେଲେ ତାହେଲେ ସେମାନଙ୍କର ବି ମନ ମନ ବହୁତ ଡେଭଲପମେଣ୍ଟ ବି ହେଇଯାଇପାରିବ। ସିଏ ବି ଅ, ଆପଣଙ୍କର ସିଷ୍ଟମ ବି ବହୁତ ଭଲ ଗ୍ରୋ ହେଇପାରିବ। ଓକେ, ଥ୍ୟାଙ୍କ ୟୁ। ନବଘନ ସାର୍ କୁହନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ ଆଜ୍ଞା। ସୁକାନ୍ତ ବାବୁ ଆପଣ କରିପାରିବେ କି ଅନମ୍ୟୁଟ? ସାର୍ ହଁ, ନମସ୍କାର ସାର୍, ଜୟ ଆର୍ସେନ। yes। ସାର୍ ତ କିଶୋର ତାର ବହୁତ ବଢିଆ ଦେଖିଲି ତାର କିଶୋର ରିଭାଲ କିଟ୍ ତାର ଅଛି। ଆମର ତାର ଟେଷ୍ଟ ବେଳେ ଦେଖୁଥିଲି ତାକୁ ସାର୍ ଆମ ଟିମ ରେ ଆମର ଯେତେ ଲେଡିଜ ଅଛନ୍ତି ଜେଣ୍ଟସ ଅଛନ୍ତି ତାଙ୍କୁ ପ୍ରପର ତାଙ୍କର ଟ୍ରେନିଂ ବସେଇବାକୁ ପଡିବ, ତାଙ୍କୁ ପ୍ରପର ନଲେଜ ଦେବାକୁ ପଡିବ। ଆଉ ସେମାନେ ଟ୍ରେନିଂ ହେଇଗଲେ ନିଶ୍ଚିତ ସେମାନେ ୟୁଜ କରିବେ, 100% ୟୁଜ କଲେ ତାଙ୍କର ଯେତେବେଳେ ଏକ୍ସପିରିଏନ୍ସ ସେୟାର କରିବେ ନିଶ୍ଚିତ ଆମର ସକ୍ସେସ ହେଇପାରିବ। ସେଥିପାଇଁ ଆମର ଟିମରେ ତାଙ୍କୁ ଟିକେ ଟ୍ରେନିଂ ଦେବାକୁ ପଡିବ। ଆଚ୍ଛା, ଟ୍ରେନିଂ ଦେବା ପାଇଁ ତ ସୁବିଧା ଅଛି ଯେ ଏଇ ମଙ୍ଗଳବାର ଦିନ କିଶୋରର ସ୍ପେଶାଲ ଟ୍ରେନର ଲେଡି ଟ୍ରେନର ଅଛନ୍ତି। ତାଙ୍କର ମଙ୍ଗଳବାର ଦିନ ଦିନ 3ଟା ବେଳେ ଅଛି। ତ 3ଟା ବେଳେ ତ ତାଙ୍କୁ ଆମେ ପ୍ରମୋଟ କରିପାରିବା ଟିମରେ। ଆଚ୍ଛା, ହଁ ସାର୍, ଆଉ କୋଉ ଉପାୟରେ ଆମେ ବଢେଇ ପାରିବା? ଆପଣଙ୍କର ଆଇଡିଆ ଆଉ କଣ ସେଟା ଆମର ଆସୁଛି ଆଉ ଉପାୟରେ ବଢେଇ ପାରିବା? ଏକ ତ ହଉଛି ତାକୁ ସାର୍ ଟିମର ଜୁମ ରେ ଯେତେ ବସେଇ ଲେଡିଜ, ହଁ ତାପରେ ହଁ ଜୁମ ରେ ତାଙ୍କୁ ଆମର ଯୋଉ କିଶୋର ଟ୍ରେନିଂ ଅଛି ଜୁମ ରେ ତାଙ୍କୁ ଆମ ଇନଭଲଭ କରିପାରିବା। ତାଙ୍କୁ ମିଟିଂ କରିକି ତାଙ୍କୁ ଆମେ ଦେଖେଇ ପାରିବା, ତାଙ୍କର ଭିଡିଓ ଦେଖେଇ ପାରିବା ଆମର ୟୁଟ୍ୟୁବ ରୁ ନଲେଜ ନାଇଁ, ଦେଇପାରିବା। ଆଉ କୋଉ ସର୍କଲ ଭିତରକୁ ଆମେ ଗଲେ ଆମର ଟର୍ନ ଓଭର ହଁ ବଢିପାରିବ? ସାର୍, ଆମର ସ୍କୁଲ କଲେଜ ଆମର ଯୋଉ ଅଛନ୍ତି ଆମର ଯୋଉ ସେ ଗ୍ରୁପ ଅଛନ୍ତି ଲେଡିଜ ମାନଙ୍କ ଯୋଉ ଗ୍ରୁପ ଅଛନ୍ତି ସେଥିରେ ତାଙ୍କୁ ବସେଇ ପାରିବା। ତାଙ୍କୁ ସେଥିରେ ଯାଇକି ଟ୍ରେନିଂ ଦେଇକି ସେଥିରେ ଆମେ ତାଙ୍କୁ ମୋଟିଭେସନ ଦେଇପାରିବା। ବ୍ୟୁଟି ପାର୍ଲର, ବିୟୁଟି ପାର୍ଲର ଅଛନ୍ତି। ସ୍କିନ୍ ଡକ୍ଟର, ଆଜ୍ଞା ସାର୍। ତ ଏମାନଙ୍କ ପାଖରେ ତ ଆମେ ପହଞ୍ଚି ପାରିବା। ଏମାନଙ୍କ ମାଧ୍ୟମରେ ତ ହେୟାର ରିଭାଇଭାଲ କିଟ୍ କୁ ଆମେ ବହୁତ ଭଲ ସେଲ୍ କରିଦେଇ ପାରିବା। ସାର୍ ମୁଁ କେତେଟା ପାର୍ଲର ସହିତ କଥାବାର୍ତ୍ତା ହେଇଛି ସାର୍, ଟିକେ ପ୍ରପର ନଲେଜ ତାଙ୍କୁ ସାର୍ ଟିକେ ତାଙ୍କୁ ମୁଁ ଏନଗେଜ କରିବାକୁ ପଡିବ। ପ୍ରପର ନଲେଜ ତାଙ୍କ ପାଇବା ପାଇଁ ସହିତ ତ ମଙ୍ଗଳବାର ଦିନ ଦିନ 3ଟା ବେଳେ ଅଛି ଏଇ ଜୁମ୍ ଆଇଡିରେ। ହଁ ସାର୍, ଠିକ ଅଛି ତ ସାର୍, ଟିମରେ ଏଇଟା ସେଇଟା ମୁଁ ଆମକୁ ସେୟାର ଆଗକୁ କରିବି ଟିକେ ସେଇଟା କରିବାକୁ ପଡିବ। ଲୋକଙ୍କୁ ଆଚ୍ଛା, ମଙ୍ଗଳ କାଲି 3ଟାରେ ସେ ଜୁମ୍ ଆଇଡିରେ ଲୋକଙ୍କୁ ମୁଁ ସେୟାର କରିବି। ଓକେ, ଠିକ ଅଛି। ନବନ ସାର୍ କୁହନ୍ତୁ। ସାର୍ ଆଜ୍ଞା, ମର୍ଣ୍ଣିଂ ଗୁଡ ମର୍ଣ୍ଣିଂ ସାର୍। ଜୟ ସିଏମ୍ ଆଜ୍ଞା। ହଁ ସାର୍ କୁହନ୍ତୁ, ଶୁଭୁଛି, ସମସ୍ତଙ୍କୁ ଶୁଭୁଛି, କୁହନ୍ତୁ ଆପଣଙ୍କର ଆଚ୍ଛା, କଣ ଆଇଡିଆ ଅଛି ଆଜି ଯାହା ଏଇ ଦେଖିଲେ ଯୋଉ ଗ୍ରୁପ? ହଁ, କିଶୋର ଯୋଉ ପ୍ରଡକ୍ଟ କହୁଛନ୍ତି କିଶୋର ପ୍ରଡକ୍ଟ, ତାର କଣ ସେଇଟା କଣ ହେୟାର ରିଭାଇଭାଲ? ଆଜି ଆଜ୍ଞା ଗୁରୁକୁଲ ଦେଖିଥିଲେ ନା ସାର୍? ନାଇଁ, ମୁଁ ବା ଦେହ ଟିକେ ଖରାପ ଶୋଇ ପଡିଥିଲି, ଏଇ ସାର୍ ଓ, ଯେତେବେଳେ ଫୋନ କଲେ ବହୁତ ଉଠିଲି। ବଢିଆ ସାର୍। ଶୁଣନ୍ତୁ, କିଛି ଅସୁବିଧା ନାହିଁ। ଗୁରୁକୁଳ ଆମର ୟୁଟ୍ୟୁବ ରେ ଅଛି। ତ ଆଜି ହଁ, ହେୟାର ରିଭାଇଭାଲ କିଟ୍ ଗୋଟେ ବହୁତ ବଢିଆ ପ୍ରଡକ୍ଟ ଆରସିଏମ ରେ ଲଞ୍ଚ ହେଇଛି। ଆଉ ସେ ହଁ, ମାଧ୍ୟମରେ ବହୁତ ଟିକେ ସାରା କଟି ଲୋକଙ୍କୁ, ଯାଉଛି ମଝିରେ। ଆଜ୍ଞା, ଆ, ହଁ, ଯୋଉ ସେ ମାଧ୍ୟମରେ ଆଜି ବହୁତ ସାରା କଟି ଲୋକଙ୍କର, ଯାଉଛି ସାର୍। ମୋ କଥା କଟି ଯାଉଛି? ହଁ ପରା, ଏଠି ସୁନ୍ଦରଗଡରେ ଯୋଉ କାଲି ଗୋଟେ ହେଇନି ଜାଣିନାହାନ୍ତି, ଯୋଉ ହଁ ହଁ ଇଏ ହଁ ନେଟ ର ଗୋଟେ କଣ କରି ହଁ ସବୁ ହଁ ବନ୍ଦବାନ୍ଦ ହଁ କରିଛନ୍ତି। ହଁ, ଠିକ ଠିକ ଠିକ, ହଁ ଠିକ ଅଛି, ସେଇଥିପାଇଁ କଣ ଭଲସେ ହେଇଥିବ? ଆସୁନି। ଓକେ, ଠିକ ଅଛି। ତ ଇଏ ଗୋଟେ ବହୁତ ହଁ, ଭଲ କିଟ୍ ଆମ ପାଖରେ ଅଛି ଯୋଉଥିରେ କି ଚୁଟିର ସମସ୍ୟାକୁ ଦୂର କରିବା ପାଇଁ। ଆଜ୍ଞା, ତ ତାର ଉପରେ ଆଜି ବହୁତ ବଢିଆ ଟ୍ରେନିଂ ହୁଁ, ଦିଆଗଲା। ଆଉ ତା ଦ୍ୱାରା ଆମେ ବହୁତ ସାରା ଲୋକଙ୍କ ପାଖକୁ ବି ଆଜ୍ଞା, ଯାଇପାରିବା। ଯେ ତା ପାଇଁ ଆମର କମ୍ପାନୀ ତରଫରୁ କିସୋଲ ଉପରେ, କିସୋଲର ହାଇଜେନିକ ପ୍ରୋଗ୍ରାମ ହଉ କିମ୍ବା କିସୋଲର ସ୍କିନ୍ କେୟାର ପ୍ରୋବ୍ଲେମ ହଉ, ହେଲ୍ଥ ହଉ, ହାଇଜେନିକ, ଇଏ ବହୁତ ସାରା ପ୍ରୋଗ୍ରାମ ସେ ସେ କରିବେ। କମ୍ପାନୀ ତରଫରୁ ଆପଏଣ୍ଟମେଣ୍ଟ ହେଇଛନ୍ତି ଆଉ ତାଙ୍କର ବି ଭଲ ଏକ୍ସପିରିଏନ୍ସ ଅଛି। ତ ସେଥିଲାଗି ଆଜ୍ଞା, ତାଙ୍କୁ ଆମେ ଆଜ୍ଞା, ଫାଷ୍ଟ ଟାଇମ୍ ଆମେ ଗୋଟେ ଆମ ଟିମରେ ଜୁମ୍ ମିଟିଂ ମାଧ୍ୟମରେ ତାଙ୍କୁ ଆଗେ ଇଣ୍ଟ୍ରୋଡ୍ୟୁସ କରିବା। ଆଉ ଯୋଉଠି 30-40 ଜଣ ଲେଡିଜ ଏକାଠି ହେଇଯିବେ ଆଜ୍ଞା, ତ ସେଇ ଜାଗାରେ ତାଙ୍କର ମିଟିଂ ଆମେ ଫିକ୍ସ ହଁ, ଦେଇପାରିବା।
ତ ସେଥିଲାଗି ଆପଣମାନଙ୍କ ପାଇଁ ଆଜ୍ଞା ଆଜ୍ଞା ବହୁତ ଭଲ ଗୁଡ୍ ନ୍ୟୁଜ୍ ଇଏ। ଆଉ ତା ମାଧ୍ୟମରେ ଆମେ ବହୁତ କିଛି ଡେଭଲପମେଣ୍ଟ ବି କରିଦେଇ ପାରିବା। ତ ସେଥିଲାଗି ଆଜ୍ଞା ମଙ୍ଗଳବାର ଦିନ ଦିନ 3ଟା ବେଳେ ଏଇଟା ଗୋଟେ ବହୁତ ଭଲ ପ୍ରୋଗ୍ରାମ ଅର୍ଗାନାଇଜ କରାହଉଛି। ଯେତେ ଲେଡିଜ ମାନଙ୍କୁ ଇନଭାଇଟ୍ କରିପାରିବା, ଯେତେ ଆମର ସେଇ ଲାଇନରେ ଯିବା ପାଇଁ ଯାଉଛନ୍ତି ଯୋଉମାନେ ଯୋଉମାନେ କି ତାଙ୍କର ଅଛି ବିୟୁଟି ପାର୍ଲର ଅଛି କିମ୍ବା ସ୍କିନ୍ ଉପରେ ଯୋଉମାନେ କାମ କରୁଛନ୍ତି, ଆମେ ଯେତେ ଇନଭାଇଟ୍ କରିଦେଇ ପାରିବା ବହୁତ ଭଲ ହେଇଯାଇ ପାରିବ। ଆଉ ଆସନ୍ତା କାଲି ଆମର ହଁ ଡାଇମଣ୍ଡ ଆଚିଭର ମିଷ୍ଟର ବିଜେନ୍ଦ୍ର ସିଂ ରାଠୋର ଜୟପୁର ରାଜସ୍ଥାନରୁ ଆସୁଛନ୍ତି। କାଲି ତାଙ୍କର ଗୋଟେ ବହୁତ ବଡ ମିଟିଂ ଅଛି ଭୁବନେଶ୍ୱରରେ। ଆଉ ଭୁବନେଶ୍ୱରରେ ଆପଣଙ୍କର ହଁ ସର୍କଲ ଅଛନ୍ତି, ବୁଦ୍ଧ ହୁଁ ମନ୍ଦିର ଅଛି। ତ ସେ ହୁଁ ସମସ୍ତଙ୍କୁ ଇନଭାଇଟ୍ କରନ୍ତୁ। ହେଲେ କଣ ହବ କି ଭୁବନେଶ୍ୱରରେ ବି ଆପଣଙ୍କର ଟର୍ଣ୍ଣଓଭର ବି ବହୁତ ବଡ ବଡ ହେଇଯିବ। ଆଜ୍ଞା ଆଜ୍ଞା ଓକେ, ଥ୍ୟାଙ୍କ ୟୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନମିତା ମ୍ୟାଡ଼ାମ, ଆଜ୍ଞା କୁହନ୍ତୁ। ସାର୍ ନମସ୍କାର। ଜୟ ସିଂ। ସାର୍ ମୋର ଏ ପ୍ରଡକ୍ଟଟା ମୁଁ ସବୁ ୟୁଜ କରିଛି ଆମ ଆରସିଏମ ର, କିନ୍ତୁ ଏ ପ୍ରଡକ୍ଟଟା ଜମା ନେଇନି। ଭଲସେ ମୁଁ ବୁଝିବି, ଇଏ କରିବି, ଆପ୍ଲାଏ କରିବି। ଆଉ ମୋର ଟିମ୍ ମାନଙ୍କୁ ବି ସମସ୍ତଙ୍କୁ କହିବି, ତମେ ଦେଖ ମଙ୍ଗଳବାର ଦିନ ଯୋଉ ମ୍ୟାଡାମ କହିବେ 3ଟା ବେଳେ, ସେତେବେଳେ ତ ସମସ୍ତେ ଫ୍ରି ଥିବେ ନା, ସେମାନେ ଚାହୁଁଛନ୍ତି ଛୁଟି ପାଇଁ ଇଏ ଦେଖିଲେ ତାଙ୍କର ନଲେଜ ହେଲେ ଅଧିକ, ସେ ତାପରେ ଭାବିବେ ଯେ ମୁଁ ଏଠୁ ସେଲ୍ କଲେ ଆମର ଗ୍ରୋଥ ବଢିବ। ଆଉ ଆଜ୍ଞା, ମଙ୍ଗଳବାର ଦିନ ଓଭରାଲ ମିଟିଂ ରହିବ। ତ ଗୋଟେ ଫାଷ୍ଟ ଇଣ୍ଟ୍ରୋଡକ୍ସନ ର ମିଟିଂ ରହିବ। ଓଭରାଲ ସବୁ ଭିତରେ ଆମେ ଯେମିତି କି ସୋଲର ହାଇଜେନିକ ରହୁଥିଲା, ସବୁଥିରୁ କିଛି 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 ରହିବ। ଆଉ ସ୍ପେଶାଲ ଟ୍ରେନିଂ ଆପଣ ଯାହା କରିବାକୁ ଚାହିଁବେ, ଫିଜିକାଲି ହଉ କିମ୍ବା ଜୁମ୍ରେ ହଉ, ସ୍ପେଶାଲ ଟ୍ରେନିଂ ବି ଆପଣ କରିପାରିବେ ଯୋଉ ଯୋଉ ଟପିକ ଉପରେ। ଡାଇରେକ୍ଟ ଫେସିଆଲ କରିବା, ଏସବୁ ଡେମୋ ବି ସେ କରେଇବେ, ବହୁତ ସାରା କାମ କରେଇବେ। କିନ୍ତୁ କଥା ହଉଛି ଏୟା ଯେ ଆମେ 30-40 ଜଣ ଲେଡିଜକୁ ଏକାଠି କରିବା ନିହାତି ଜରୁରୀ। ସାର୍, ଯଦି ଆପଣ ଏଇ ଲିଙ୍କ ଟା ପଠେଇଦେବେ, ସବୁ ଇଏ ମାନଙ୍କୁ ପଠେଇଦେବେ। ହଁ, ତ ଆପଣ ଏଇଟା ପଠେଇଦେଲେ ପଠେଇଦବା। ମୁଁ କାଲି ମିଟିଂ କହିବି ପରେ ଜୁନ୍ ମୁଁ ସମସ୍ତଙ୍କୁ ଜୁନ୍ ପଠେଇଦେବି ଆମର ମଙ୍ଗଳବାର ଦିନ ଅଛି। ଆଜ୍ଞା। ଓକେ, ହଉ ସାର୍। ଯାହା ହଉ ବହୁତ ସାରା ଆମ ପାଇଁ ଅପରଚୁନିଟି ଆସୁଛି। ପରମାତ୍ମାଙ୍କ ବହୁତ ବଡ଼ ଇସାରା ଆମ ପାଇଁ ରହୁଛି ଯେ ଆମେ ଆଗକୁ ବଢିବା ପାଇଁ। ତ ଆମେ ଆଗକୁ ସମସ୍ତେ ବଢିପାରିବା। ସାର୍ ଆସନ୍ତୁ, ଚାନ୍ଦ ସାର୍। ସାର୍, ଚାନ୍ଦ ସାର୍ ଅନମ୍ୟୁଟ। ହଁ ସାର୍, ହେଇଗଲା, କୁହନ୍ତୁ ସାର୍। हाँ नमस्कार गुड मॉर्निंग जय आरसीएम। ସାର୍ ନମସ୍କାର ସାର୍। हाँ काली नमस्कार। कालिकार प्रोग्राम ପାଇଁ ମୁଁ ଆଶା କରୁଛି ଆପଣ ମାନେ ସିରିୟସଲି ସବୁ ଆଟେଣ୍ଡ କରିବେ ଏବଂ ଟିମ୍ କୁ ଯେତେ ପାରିବେ କାଲି ଆଟେଣ୍ଡ କରିବେ। କାଲି ଗୋଟେ ବହୁତ ବଡ ପ୍ରୋଗ୍ରାମ ହବାକୁ ଯାଉଛି। ସେମିନାର ଆପଣଙ୍କର ଜଣେ ଡାଇମଣ୍ଡ ଆସୁଛନ୍ତି, ଜଣେ ବୟସ୍କ ଲୋକ, ଏତେ ବୟସରେ ସିଏ ସାରା ଭାରତରେ ବୁଲୁଛନ୍ତି। ତ ତାଙ୍କର କଥା ଶୁଣିବେ। ଆପଣଙ୍କର ଟିମ ର ଲୋକ ଯଦି ଆସି ବସିବେ ତାହେଲେ ମଧ୍ୟ ଆପଣ ମାନେ ଆହୁରି ଭଲ ହବ। ତ ଆପଣ ମାନଙ୍କର ବର୍ତ୍ତମାନ କଥା ହଉଛି କଣ, ଗ୍ୟାସେସ ର ଫର୍ମୁଲାରେ ଏଇ ଯୋଉ ଲାଷ୍ଟ ରେ ଅଛି ଆମର କଣ ମାନେ ସାମାଜିକ ଦାୟରା, ସାମାଜିକ ପରିସର। ସାମାଜିକ ପରିସର ଯେତେ ବଢେଇବେ, ଆପଣ ମାନେ ଯଦି ବିଜନେସ କରିବାକୁ ଚାହୁଁଛନ୍ତି, ଯଦି ଏମିତି ପରଚେଜର ହେଇକିରି ରହିବାକୁ ଚାହୁଁଛନ୍ତି, ଭଲ କିଛି ଭଲ ପ୍ରଡକ୍ଟ ପାଇପାରିବେ। ଆଉ ଆପଣଙ୍କର କିଛି ଲୋକଙ୍କୁ ପ୍ରଡକ୍ଟ ଦେଇପାରିବା ପାଇଁ ଯଦି ଚେଷ୍ଟା କରିବେ। କିନ୍ତୁ ବଡ ଆକାରରେ କିଛି କରିବାକୁ ଯଦି ଚାହୁଁଛନ୍ତି, ବଡ ଆକାରରେ କିଛି କରିବାକୁ ଯଦି ଚାହୁଁଛନ୍ତି, ବଡ ବଡ କାମ କରିବାକୁ ପଡିବ, ଟିକେ କଷ୍ଟ କରିବାକୁ ପଡିବ, ଟିକେ ପରିଶ୍ରମ କରିବାକୁ ପଡିବ, ବହୁତ କିଛି ଶିଖିବାକୁ ପଡିବ। ଶିଖିବାକୁ ପଡିବ, ବହୁତ ପରିଶ୍ରମ କରିବାକୁ ପଡିବ ଯଦି ବଡ ଆକାରରେ କରିବାକୁ ଚାହୁଁଛନ୍ତି। ଯଦି ଏମିତିକା ସାଧାରଣ ଭାବେ ପ୍ରଡକ୍ଟ ୟୁଜ କରିବେ, ଭଲ, ବହୁତ ବଢିଆ ପ୍ରଡକ୍ଟ, କିଛି ଲୋକଙ୍କୁ ପ୍ରଡକ୍ଟ ଦେବେ। ଆଉ ଏଇ ହଉଛି ୟାର ମାନେ ଆରସିଏମ ରେ 3 ପ୍ରକାର ତ ଲୋକ ଅଛନ୍ତି, ଯୋଉମାନେ ପରଚେଜର, କିଛି ସେଲ କରିବା, ଆଉ ଯୋଉମାନେ ଏକୁ ନେଇକି ବିଜନେସ କରିବା। ତ ବିଜନେସ କରିବା ପାଇଁ ଯଦି ଚାହୁଁଛନ୍ତି ଆପଣ ମାନେ ଆମ ସହିତ ଡାଇରେକ୍ଟଲି ସବୁ କଥାବାର୍ତ୍ତା ଆମେ କରିବୁ। ଆପଣମାନଙ୍କୁ ଯୋଉମାନେ ଦେଖନ୍ତୁ, ଯୋଉମାନେ ବିଜନେସ କରିବାର ମେଣ୍ଟାଲିଟି, ସେମାନେ ଆମ ସହିତ ଆମେ ଜଣେ ଜଣଙ୍କୁ ବି ପଚାରିବୁ। ଯଦି ସେମାନେ ବିଜନେସ କରିବାକୁ ଚାହାନ୍ତି ତାହେଲେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆମେ କାଉନସିଲିଂ କରିବୁ।
ଆଉ ସେମାନଙ୍କର ଯୋଉ ପ୍ରକାର ଆମେ କହିବୁ ସେ ପ୍ରକାର ସେମାନେ ଯଦି କରିପାରିବେ ତାହେଲେ ନିଶ୍ଚିତ ଭାବରେ ଆପଣ ମାନେ ରୟାଲଟି ଟେକ୍ନିକାଲ ପାଇବା ପାଇଁ 2026 ରେ ପାଇବେ। ଇଏ ହଉଛି କଥା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ବହୁତ ଶତପଥୀ ହଉ। ଓକେ ସାର୍, ବହୁତ ବହୁତ ଧନ୍ୟବାଦ। ଆମେ ସାର୍ ଯେମିତି କହିଲେ ତିନି ପ୍ରକାରର ଲୋକ ଆରସିଏମ ରେ ଆସନ୍ତି। କି କେବଳ ଜଣେ ପରଚେଜର ହେଇକି ରହିଯିବା ପାଇଁ କିଛି ଲୋକ ଆସନ୍ତି, ଆଉ କିଛି ଲୋକ ଆସନ୍ତି ଯେ କିଛି ପ୍ରଡକ୍ଟ ସେଲ୍ କରନ୍ତି, ଆଉ କିଛି ଲୋକ ଅଛନ୍ତି ଯେ ଯୋଉମାନେ କି ନେଟୱାର୍କ କରନ୍ତି। ତ ନେଟୱାର୍କ ହଉଛି ଏମିତି ଗୋଟେ ଜିନିଷ ଯୋଉଥିରେ କି ଆମେ ପିଢି ବାଇ ପିଢି ଇନକମ୍ ବି ନେଇପାରିବା, ଯୋଉ ଫାଇନାନ୍ସିଆଲ ସିକ୍ୟୁରିଟି ବି ଆମେ ପାଇପାରିବା। ତ ସେଥିଲାଗି ଯୋଉମାନେ ବି ଇଣ୍ଟରେଷ୍ଟେଡ ସାର୍ଙ୍କ କହିବା କଥା ଅନୁସାରେ ଯେ ଆମେ ତାଙ୍କୁ ପର୍ସନାଲି ଡିସ୍କସନ କରିବା, ସେମାନଙ୍କ ସ୍ୱତନ୍ତ୍ର ପ୍ୟାକେଜ ଆମେ ତିଆରି କରିବା, ଆଉ ତା ଉପରେ ଆମେ କାମ କରିକି ଦେଖେଇବା। ବହୁତ ବହୁତ ହଁ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ଆଜି ତ ଅଲରେଡି ସମୟ ହେଇଯାଇଛି, ପୁଣି ଆମେ କାଲିକୁ ଦେଖା ହବା। ଆଉ କାଲି ଗୁରୁକୁଳରେ ଗୋଟେ ସ୍ପେଶାଲ କିଛି ହବାକୁ ଅଛି। ଟିସିଜି ଇସାରା ଦେଇଛନ୍ତି ଆମକୁ, ଆଉ ଆମର ଗ୍ରୋଥ କରିବା ପାଇଁ ବହୁତ କିଛି କାଲି ଅଛି। ଆଉ କାଲି ଏର ମିଟିଂ ପାଇଁ ସମସ୍ତେ ପ୍ରିପେୟାର ହବା ନିହାତି ଜରୁରୀ। କାରଣ ଦେଖନ୍ତୁ, ମିଟିଂ ହଉଛି ଏଭଳି ଗୋଟେ ଜିନିଷ ଯୋଉଥିରେ କି ମନ ଭିତରେ ବିଚାରକୁ ପରିବର୍ତ୍ତନ କରିଦିଏ। ତ ମିଟିଂରେ ଆସିବା ପୂର୍ବରୁ ଯିଏ ମାନେ ଗୋଟେ ରୂପ ନେଇକି ଜଣେ ଆସିଥିବ, ମିଟିଂକୁ ଗଲା ବେଳକୁ ତାର ରୂପ ପୁରା ପରିବର୍ତ୍ତନ ହେଇଯାଇଥିବ। ପ୍ରତ୍ୟେକ ମିଟିଂରେ ଏମିତି ବି ହୁଏ। ଆଉ ବିଶେଷ କରି ମୋର କହିବା କଥା ଯେ ଆଜି ଯାହାର ନେଟୱାର୍କ ବଡ ଅଛି, ତାର ମିଟିଂରେ ଅଧିକ ସଂଖ୍ୟାରେ ଲୋକ ବସୁଛନ୍ତି ବୋଲି ତାଙ୍କ ନେଟୱାର୍କ ବଡ ଅଛି। ତ ସେଥିଲାଗି ଆମକୁ ନେଟୱାର୍କ ବଢେଇବାକୁ ଅଛି, ଫ୍ୟାମିଲି ଇନକମ୍ କୁ ବଢେଇବାକୁ ଅଛି, ପରମାନେଣ୍ଟଲି ସିକ୍ୟୁରିଟି, ଫାଇନାନ୍ସିଆଲ ସିକ୍ୟୁରିଟିକୁ ପାଇବାକୁ ଅଛି। ତ ସେଥିପାଇଁ ଯେତେବେଳେ ଆମେ କିଛି କରିପାରୁନଥିବା, ସେତେବେଳେ ଆମର ଇନକମ୍ କୁ ବହୁତ ବଢେଇବା ପାଇଁ ତ ମିଟିଂକୁ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ନିହାତି ଉଚିତ। ହଁ, ଲୋକ ଆସିବେନି, କିନ୍ତୁ ଆମେ ତାଙ୍କୁ ଆଣିବାକୁ ପଡିବ। ଆଣିବା କାମ ହଉଛି ଆମର। ଆମେ କେମିତି ମୋଟିଭେସନ, ଯାହା ଆଜି ପର୍ଯ୍ୟନ୍ତ ଯେତେ ମୋଟିଭେସନ ଶିଖିଛେ, ଯାହା ଆମେ କରିଛେ, ତ ସବୁ କିଛିକୁ କରିକି ଲୋକଙ୍କୁ ଯଦି ଆମେ ନେଇକି ପଳେଇ ଆସିଲେ କାଲି ମିଟିଂକୁ, ତାହେଲେ ଦେଖିବେ ଯୋଉ ଯୋଉ କାମ ଆପଣ ଏତେ ଦିନ ହେଲା ଲାଗିକି କରିପାରୁନଥିଲେ, ତ କାଲି ମିଟିଂକୁ ନେଇ ଆସିଲେ ବହୁତ ସାରା କାମ ହେଇଯିବ। ତ ସେଥିଲାଗି ମୋର ସେମିତି ବି ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ କାଲି ଯୋଉ ମିଟିଂ ରହିବ, ଆପଣଙ୍କ ଗ୍ରୁପରେ ଯୋଉମାନେ ବି ଅଛନ୍ତି, ପଛେ ଆପଣଙ୍କ ଅଫଲାଇନ ତାଙ୍କୁ ଜଏନିଂ କରାନ୍ତୁ, କିମ୍ବା ଆପଣଙ୍କର ଡାଉନଲାଇନ କିଏ କାହାକୁ ଜଏନିଂ କରାନ୍ତୁ, ଆମେ ସମସ୍ତଙ୍କୁ ଫୋନ କରିବାର ଗୋଟେ ବାହାନା ଆମକୁ ଯୋଉ ଦରକାର, ଆମେ ଫୋନ କରିବା, ତାଙ୍କୁ ଫୋନ କରିବା, ତାଙ୍କୁ ଇନଭାଇଟ କରିବା। ଆସିବା ନ ଆସିବା ଏସବୁ ତାଙ୍କ ଉପରେ ନିର୍ଭର କରେ, କାରଣ ପରମାତ୍ମା ସମସ୍ତଙ୍କୁ ପରୀକ୍ଷା କରନ୍ତି। ତ ଆମକୁ ବି ଯେମିତି ପରୀକ୍ଷା କରନ୍ତି, ତାଙ୍କୁ ବି ସେମିତି। ଯଦି ତାଙ୍କ ମନ ଭିତରେ ବିଚାର, ଏଇ ବିଚାରକୁ ପୁରେଇ ଦେଲେ ଯେ ଯଦି ମିଟିଂକୁ ଯିବି ତାହେଲେ ମୋର ପିଢି ବାଇ ପିଢି ଇନକମକୁ ମୁଁ ସୁଧାରି ଦେଇ ପାରିବି, ତ ତାଙ୍କ ମନ ଭିତରେ ଏ ବିଚାର ଆସିଲା, ସେ ଆପଣଙ୍କ ସାଙ୍ଗରେ ଆସିବେ। ତ ସମସ୍ତଙ୍କୁ ଇନଭାଇଟ କରନ୍ତୁ। ଆଉ କେତେ କେତେ ଜଣ ଆପଣଙ୍କ ଟିମରେ ଆସିବେ ମତେ ଟିକେ ଯଦି ଇନଫର୍ମ କରନ୍ତେ, ତ ମୁଁ ସେମାନଙ୍କୁ ମୁଁ ଟିକେଟ ପହଞ୍ଚେଇବା ଦବାର କେମିତି ବ୍ୟବସ୍ଥା ବି କରିବି। ତ ସେଥିଲାଗି ଆମେ ଶୃଙ୍ଖଳିତ ଭାବରେ ଆମେ ଯାଇକି ଆମେ ହଲ୍ ଭିତରେ ବସିପାରିବା। ଆପଣଙ୍କର ଫାର୍ଷ୍ଟ ସେକେଣ୍ଡ ରୋ ଛାଡିକି ଆମେ ଆଗକୁ ବସିପାରିବା, ତାକି ମଝି ଲୋକ, ଯଦି ପଛରେ ଆମେ ବସୁଛେ, ମଝି ଲୋକମାନେ ଯୋଉ ଡିଷ୍ଟର୍ବାନ୍ସ କରୁଛନ୍ତି, ସେଥିରେ ଆମେ ଆମେ ବି ହଇରାଣ ହଉଛେ। ଆମେ ଗୋଟେ ଦିଟା ଲାଇନକୁ ଛାଡିକି ଆମେ ବି ବସିପାରିବା। ତ ଇଏ ହଉଛି ବହୁତ ବଡ କଥା। କିନ୍ତୁ ମିଟିଂକୁ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ନିହାତି ଜରୁରୀ। ତ ଯଦି ରଖିବେ, ତାହେଲେ ସଫଳତା ଆପଣଙ୍କର ପାଦକୁ ସ୍ପର୍ଶ କରିବ। ତ ଇଏ ହଉଛି ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ତ କାଲି ପୁଣି ଗୁରୁକୁଳ ପରେ ଆମେ ଦେଖା ହବା। କାଲି ମିଟିଂ ବି ଅଛି। ନମସ୍କାର, ଜୟ ଆରସିଏମ। ଜୟ ଆସି